ଯାହାର ହାତ ଧରିକରି ସାତ ଜନ୍ମର ସାଥୀ ହେବା ଲାଗି କଥା ଦେଇଥିଲା, ଅନେକ ଦୁନିଆ ଦେଖିଥିଲା। ଆଜି ସେ ହାତେ ଟଙ୍ଗିଆତି ତାର ନିଜ ସ୍ତ୍ରୀର ଗଲା କାଟିକରି ହତ୍ୟା କରିଦେଲା। ଏନ୍ତା ଗୋଟେ ଘଟଣା ଘଟିଛେ ବଲାଙ୍ଗୀର ଜିଲ୍ଲା ପଟାବାଞ୍ଜି ଥାନା ଚଟୁଅନକା ଗାଁରେ। ଆଉ ସେ ଚଟୁଅନକାର ଦେବଚନ୍ଦ ମାଝୀ ତାର ସ୍ତ୍ରୀ କିଆଫୁଲ ମାଝୀକେ ଟାଙ୍ଗିଆତି କୁଟି କରି ହତ୍ୟା କରିଦେଇଛେ। ଇ ହତ୍ୟାକାଣ୍ଡକେ ଦେଖିକରି ପୁରା ଭାବେ ଭାଙ୍ଗି ପଡ଼ିଛନ୍ ଗାଁର ଲୋକ। ଉଭୟ ସ୍ୱାମୀ ସ୍ତ୍ରୀର ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା। କେ ଜାନି କାହାର ନଜର ଲାଗିଗଲା, ଶେଷରେ ନିଜ ସ୍ତ୍ରୀକେ ଗଲା କାଟିକରି ହତ୍ୟା କରିଦେଲା। ଘଟଣାସ୍ଥଳକେ କଟାବାଞ୍ଜି ପୋଲିସ ପହଞ୍ଚିଛେ ଆଉ ଟେକ୍ନିକ କରି ସବୁ ଯାଞ୍ଚ କରୁଛେ। ଆଉ ବଲାଙ୍ଗୀରନୁ ସାଇଣ୍ଟିଫିକ ଟିମ୍ ଆସିକରି ସବୁ ଗୁଟେ ଗୁଟେ କରି ଯାଞ୍ଚ କଲା ପରେ ଗୁଟେ ଗୁଟେ କରି ସବୁ ବଖାଣିଛେ ହତ୍ୟାକାରୀ ସ୍ୱାମୀ। ଆଉ ଏ ଘଟଣାଟା, ଏ ହତ୍ୟାଟା କେନ୍ କାମକେ ନେଇକରି ହେଲା, କେନ୍ କଥାକେ ନେଇକରି ହେଲା, କେନ୍ କାରଣରୁ ହତ୍ୟା ହେଲା, କେନ୍ କାରଣରୁ ମର୍ଡର ହେଲା, ଏବେ ତକେ କିଛି ଜଣା ନାଇଁ ପଡ଼ବା। ଯାହା ସୂଚନା ମିଲୁଛେ ସବୁ ଯାଞ୍ଚ ସରିଗଲା ପରେ ଇନର ସବୁ ଟେକ୍ନିକ ଖବରଟା ଭଲ ଭାବେ ମିଲି ପାରବା ବୋଲିକରି ସୂଚନା ରହିଛେ।